ବନ୍ଧୁଗଣ ମୁଁ ଆପଣଙ୍କୁ ସ୍ୱାଗତ କରୁଛି ବ୍ରଜେନ୍ଦ୍ର ସାର୍ ୟୁଟ୍ୟୁବ୍ ଚ୍ୟାନେଲରେ। ବନ୍ଧୁଗଣ ଆପଣ ଯଦି ଏହି ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, କାରଣ ଆଗକୁ ଆସୁଥିବା ସମସ୍ତ ସରକାରୀ ଏବଂ ବେସରକାରୀ ନିଯୁକ୍ତିର ବିଜ୍ଞପ୍ତି ପ୍ରଥମେ ପାଇବେ। ବନ୍ଧୁଗଣ ଆପଣଙ୍କ ସମର୍ଥନରେ ମୋତେ ଏମିତି ଭିଡ଼ିଓ ବନାଇବାର ପ୍ରେରଣା ମିଳିବ। ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ ଏହି ଭିଡ଼ିଓରେ ITI କଲେଜରେ ଆପଣଙ୍କର ଭ୍ୟାକେନ୍ସି ବିଷୟରେ କହିବି। ବନ୍ଧୁଗଣ ଏମିତି ହିଁ ଜିଲ୍ଲାର ବ୍ଲକର ଭ୍ୟାକେନ୍ସି ଆସିଥାଏ ଏବଂ ମୁଁ ଆପଣଙ୍କୁ ପୂର୍ବରୁ ବି ଆପଣଙ୍କୁ କହିଛି ବ୍ଲକରେ, ଜିଲ୍ଲାରେ, ପଞ୍ଚାୟତରେ ଯେଉଁ ଭ୍ୟାକେନ୍ସି ଆସିଛି ଆଗରୁ କହିଛି, କିନ୍ତୁ ଏବେ ବି ଆସିଛି ଆପଣଙ୍କର ଜିଲ୍ଲା ତରଫରୁ ITI କଲେଜରେ ଆପଣଙ୍କର ଫ୍ୟାକଲ୍ଟିର ଇନଷ୍ଟ୍ରକ୍ଟରର ପଦବୀ। ବନ୍ଧୁଗଣ ପଦବୀ କ'ଣ ରହିଛି, କେମିତି ଭାବରେ ଆବେଦନ କରିବେ, କ'ଣ ବୟସ କେତେ, କେଉଁ ଡିପ୍ଲୋମା କରିଥିଲେ କୋର୍ସ ପାଇଁ ଆବେଦନ କରିପାରିବେ, ଆଉ ଚାଲନ୍ତୁ ଦେଖିବା କ'ଣ ରହିଛି ସେସବୁ ପ୍ରକ୍ରିୟାଟି। ଚାଲନ୍ତୁ ବନ୍ଧୁଗଣ ଏଇଠି ଦେଖିପାରୁଥିବେ ଆପଣମାନେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଧର୍ମଗଡ଼ ଜିଲ୍ଲା ରହିଛି ଆପଣଙ୍କର କଳାହାଣ୍ଡି ତରଫରୁ ଭ୍ୟାକେନ୍ସି ଆସିଛି। ବନ୍ଧୁଗଣ এই ଭିଡ଼ିଓରେ ଆଉ ଗୋଟେ ଭ୍ୟାକେନ୍ସି ବିଷୟରେ ଏକା କହିବି, ଗେଷ୍ଟ ଇନଷ୍ଟ୍ରକ୍ଟରର। ଭିଡ଼ିଓଟିକି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ବନ୍ଧୁଗଣ ଚାଲନ୍ତୁ ଦେଖିବା କ'ଣ ରହିଛି ଭ୍ୟାକେନ୍ସି। ବନ୍ଧୁଗଣ ଏଠି ଦେଖିପାରୁଥିବେ 2025-26 ସେସନ୍ ପାଇଁ ଆପଣଙ୍କୁ ହାୟରିଂ କରାଯାଉଛି। ଏଇଠି ତାରିଖଟି ଦେଖିପାରୁଥିବେ 8/9/2025 ରହିଛି। ଆଉ ଓଡ଼ିଶାର ସମସ୍ତ ଜିଲ୍ଲାର ପିଲା ଏଠି ଆବେଦନ କରିପାରିବେ। ବନ୍ଧୁଗଣ ଏଇଠି ଦେଖିପାରୁଥିବେ ପ୍ରଥମେ ଆପଣଙ୍କର ରହିଛି GI ମେକାନିକାଲ ଆଉ ଇଲେକ୍ଟ୍ରିକ ଭେହିକିଲର ରହିଛି ପଦବୀ ଇନଷ୍ଟ୍ରକ୍ଟରର। ତାର ବି ଏଇଠି ଦେଖିପାରୁଥିବେ ଆପଣଙ୍କର ରହିଛି କ'ଣ କ'ଣ ଶିକ୍ଷାଗତ ଯୋଗ୍ୟତା। ଏଇଠି ଦେଖିପାରୁଥିବେ ବ୍ୟାଚଲର ଭୋକେସନାଲ, ନହେଲେ ଆପଣଙ୍କର ରହିଲା ଡିଗ୍ରୀ ଇନ୍ ମେକାନିକାଲ ଇଞ୍ଜିନିୟରିଂ। ତାର ଆପଣଙ୍କର ରହିଲା 3 ବର୍ଷିଆ ଆପଣଙ୍କର ଡିପ୍ଲୋମା କରିଥିବେ ମେକାନିକାଲରେ। ତାପରେ ଆପଣ ରହିଥିଲେ ତାର ଏଇଠି ଦେଖିପାରୁଥିବେ ତାର ଆପଣଙ୍କର ରହିଛି NTC ଆଉ NSC ପ୍ୟାସେଟ୍ ଇନ୍ ଟ୍ରେଡ୍ ମେକାନିକ ଇଲେକ୍ଟ୍ରିକ। ତାପରେ ଏଇଠି ଦ୍ୱିତୀୟରେ ଦେଖିପାରୁଥିବେ ଆପଣମାନେ GI ରହିଛି ଗେଷ୍ଟ ଇନଷ୍ଟ୍ରକ୍ଟର ଆପଣଙ୍କର ରହିଛି ଡ୍ରେସ୍ ମେକିଂରେ। ଆଉ କେଉଁମାନେ ଏହାକୁ ଆବେଦନ କରିପାରିବେ, ଡିଗ୍ରୀ ଇନ୍ ଫ୍ୟାସନ୍ ଆଣ୍ଡ ଆପେରାଲ୍ ଟେକ୍ନୋଲୋଜିରେ ଯେଉଁମାନେ କରିଥିବେ ଡିଗ୍ରୀ, ଆଉ ଡିପ୍ଲୋମା କରିଥିବେ ମିନିମମ୍ 2 ବର୍ଷର ଡ୍ରେସ୍ ମେକିଂରେ। ଆଉ ଆପଣଙ୍କର ରହିଲା ଗାର୍ମେଣ୍ଟ ଆପଣଙ୍କର ଫ୍ୟାବ୍ରିକେଟିଂ ଟେକ୍ନୋଲୋଜିରେ କରିଥିବେ। ଆଉ ତାପରେ ଆପଣଙ୍କର ରହିଲା NTC NSC ପ୍ୟାସେଟ୍ ଇନ୍ ଡ୍ରେସ୍ ମାର୍କେଟିଂରେ କରିଥିଲେ ବି ଆବେଦନ କରିପାରିବେ ଡ୍ରେସ୍ ମେକିଂରେ। ଆଉ କିପରି ଭାବରେ ଆବେଦନ କରିବେ, ଏଇ ଯେଉଁ ଦରମାଟେ ଆପଣଙ୍କୁ ମିଳିବ ଗେଷ୍ଟ ଇନଷ୍ଟ୍ରକ୍ଟର ପିଓରଲି ଟେମ୍ପୋରାରୀ ରହିବ 2025-26 ସେସନ୍ ପାଇଁ। ଆଉ ସରକାରୀ ITIରେ ଆପଣ କାମ କରିବାକୁ ମୌକା ପାଇବେ। ଆଉ ଇଞ୍ଜିନିୟରିଂ ଡିପ୍ଲୋମା କରିଛନ୍ତି ଆବେଦନ କରିପାରିବେ। ତାପରେ ଆପଣଙ୍କର ରହିଲା ଦରମାଟି ଆପଣଙ୍କୁ ମିଳିବ ସରକାରୀ ରେଟ୍ ଅନୁସାରେ, ସରକାରଙ୍କର ଯାହା ଥିବ ଟେମ୍ପୋରାରୀ ବେସିସ୍ରେ ଯାହା ଦେଉଥିବେ ଆୱାରଲି ଅନୁସାରେ କିମ୍ବା ଡେ ଅନୁସାରେ ତାହା ଦେବେ। ଆଉ ବନ୍ଧୁଗଣ ଚାଲନ୍ତୁ ଦେଖିବା ଏଇଠି କିପରି ଭାବରେ ଆବେଦନ କରିବେ। ବନ୍ଧୁଗଣ ଆପଣଙ୍କର ସାର୍ଟିଫିକେଟର ଏଠି ଦେଖିପାରୁଥିବେ ସବୁ ଏଇଟା ରହିଛି। ବନ୍ଧୁଗଣ ୱାକ୍ ଇନ୍ ଇଣ୍ଟରଭ୍ୟୁ ସାଲ୍ ବି କଣ୍ଡକ୍ଟେଡ୍ ଭବାନୀପାଟଣା ଅନ୍ 15 ସେପ୍ଟେମ୍ବର 2025। 11ଟେ ଆସିକି ଆପଣଙ୍କର ଇଣ୍ଟରଭ୍ୟୁ ଆରମ୍ଭ ହେଉଛି 15/9/2025। ବନ୍ଧୁଗଣ ଆଉ ତାପରେ ଏଠି ଦେଖିପାରୁଥିବେ ଯେଉଁମାନେ ଇଣ୍ଟରେଷ୍ଟ ଅଛନ୍ତି, ଇଚ୍ଛୁକ ଅଛନ୍ତି, ସେମାନେ ଆସିବେ ୱାକ୍ ଇଣ୍ଟରଭ୍ୟୁ ଦେବା ପାଇଁ। ଗୋଟେ ବାୟୋଡାଟା ଆପଣଙ୍କର ସବୁ ସାର୍ଟିଫିକେଟର ଜେରକ୍ସ କପି, ତାପରେ ଆପଣଙ୍କ ଅରିଜିନାଲ ଆଣିଥିବେ ଭେରିଫିକେସନ୍ ପାଇଁ। ଆଉ ଏଇଠି ଦେଖିପାରୁଥିବେ ଆପଣଙ୍କର ରହିଛି 15/9/2025। ଏଇଠି ଦେଖିପାରୁଥିବେ ଏଇ ସ୍ଥାନରେ ଆପଣଙ୍କର ଇଣ୍ଟରଭ୍ୟୁଟି କଣ୍ଡକ୍ଟ କରାଯାଉଛି କଲେଜରେ ଆପଣଙ୍କର। ଆଉ ତାପରେ ଚାଲନ୍ତୁ ଦେଖିବା ଦ୍ୱିତୀୟରେ କ'ଣ ରହିଛି ଭ୍ୟାକେନ୍ସି। ଏଇଠି ଦେଖିପାରୁଥିବେ ବନ୍ଧୁଗଣ ଗଭର୍ଣ୍ଣମେଣ୍ଟ ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ଆପଣଙ୍କର ଭବାନୀପାଟଣା ତରଫରୁ ଆସିଯାଇଛି ନିଯୁକ୍ତି।
ଆର୍ଟ ପୋଷ୍ଟ ରହିଛି ଭବାନୀପାଟଣା, ଜିଲ୍ଲା ରହିଛି ଆପଣଙ୍କର କଳାହାଣ୍ଡି। ଆଉ ଏଇଠି ଦେଖିପାରୁଥିବେ ପିନ୍ ନମ୍ବର, ଏଇଠି ତାଙ୍କର ଇମେଲ ଆଇଡି ଅଛି, ଆଉ ତାଙ୍କର ୱେବସାଇଟ୍ ବି ଅଛି। ପ୍ରଥମେ ଦେଖିଲେ କଳାହାଣ୍ଡି ଜିଲ୍ଲାର, ଏଇଠି ବି କଳାହାଣ୍ଡି ଜିଲ୍ଲାର ITI ତରଫରୁ ନିଯୁକ୍ତି ରହିଛି ଗେଷ୍ଟ ଇନଷ୍ଟ୍ରକ୍ଟର। ଆଉ ଏଠି ତାରିଖଟି ଦେଖିପାରୁଥିବେ 8/9/2025 ରହିଛି। ଆଉ ଚାଲନ୍ତୁ ଦେଖିବା କୋଉ କୋଉ ଭ୍ୟାକେନ୍ସି ରହିଛି ପଦବୀ, ଚାଲନ୍ତୁ। ଚାଲନ୍ତୁ ଦେଖିବା ଏଇ ଆଡ୍ରେସରେ ବନ୍ଧୁଗଣ ଆପଣଙ୍କୁ ଯାଇକି ଇଣ୍ଟରଭ୍ୟୁ ଦେବାକୁ ପଡ଼ିବ। ଆଉ ତାଙ୍କର ଯୋଗାଯୋଗ କରିବାର ନମ୍ବର ବି ମଧ୍ୟ ରହିଛି, ଆପଣ ଯୋଗାଯୋଗ କରିପାରିବେ। ଆଉ ଇମେଲ ଆଇଡି ବି ମଧ୍ୟ ରହିଛି। ଚାଲନ୍ତୁ ଦେଖିବାକୁ, ଏଇଠି ଦେଖିପାରୁଥିବେ ପ୍ରଥମ ପଦବୀଟି ଆପଣଙ୍କର ରହିଛି ଗେଷ୍ଟ ଇନଷ୍ଟ୍ରକ୍ଟର ଇଲେକ୍ଟ୍ରିସିଆନ। ଆପଣ ଯଦି ଡିଗ୍ରୀ କରିଛନ୍ତି ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ତାହେଲେ ଆବେଦନ କରିପାରିବେ। ଆଉ ଆପଣ 3 ବର୍ଷିକିଆ ଆପଣ ଡିପ୍ଲୋମା କରିଛନ୍ତି ଇଲେକ୍ଟ୍ରିକାଲ ଆଉ ଇଲେକ୍ଟ୍ରୋନିକ୍ସରେ ଇଞ୍ଜିନିୟରିଂରେ, ତାହେଲେ ଆପଣ ଆବେଦନ କରିପାରିବେ। ଆଉ ତାପରେ ଆପଣଙ୍କର NTC NSC ପାସଡ୍ ଇନ୍ ଟ୍ରେଡ୍ ଇଲେକ୍ଟ୍ରିସିଆନ ଥିଲେ ବି ଆପଣ ଆବେଦନ କରିପାରିବେ। ଆଉ ଏଇଠି ଦେଖିପାରୁଥିବେ 15/9/2025ରେ ଆପଣଙ୍କର ଇଣ୍ଟରଭ୍ୟୁଟି ରହିଛି, 11ଟା AM ରୁ ଆରମ୍ଭ ହେଉଛି। ତାର ଦ୍ୱିତୀୟରେ ଆପଣଙ୍କ ମାନେ ଦେଖିପାରୁଥିବେ GI ଫିଟର ଆପଣଙ୍କର ରହିଛି ପଦବୀ। ଆଉ କୋଉମାନେ ଆବେଦନ କରିପାରିବେ, ବ୍ୟାଚଲର ଭୋକେସନାଲ କିମ୍ବା ଆପଣଙ୍କର ଡିଗ୍ରୀ ଇନ୍ ମେକାନିକାଲ ଇଞ୍ଜିନିୟରିଂ, ତାର ଆପଣଙ୍କର 3 ବର୍ଷିଆ ଡିପ୍ଲୋମା ଇନ୍ ମେକାନିକାଲ ଇଞ୍ଜିନିୟରିଂ ଏସବୁ ଆବେଦନ କରିପାରିବେ। ଆଉ ତାପରେ ରହିଛି ଆପଣଙ୍କର GI ରହିଛି ଆପଣଙ୍କର ଡ୍ରାଫ୍ଟସମ୍ୟାନ ସିଭିଲ। ଆଉ ଏଇଠି ବ୍ୟାଚଲର ଭୋକେସନାଲ, ତାହେଲେ ଆପଣଙ୍କର ରହିଛି ଡିଗ୍ରୀ ଇନ୍ ସିଭିଲ ଇଞ୍ଜିନିୟରିଂ କରିଥିଲେ ଆବେଦନ କରିପାରିବେ। 3 ବର୍ଷର ଡିପ୍ଲୋମା ଇନ୍ ସିଭିଲ ଇଞ୍ଜିନିୟରିଂ କରିଥିଲେ ଆବେଦନ କରିପାରିବେ। ତାପରେ ଆପଣଙ୍କର ରହିଛି GI MAB ଡିଗ୍ରୀ ଇନ୍ ମେକାନିକାଲ ଆଉ ଅଟୋମୋବାଇଲ ଇଞ୍ଜିନିୟରିଂ କରିଥିଲେ ଆବେଦନ କରିପାରିବେ। 3 ବର୍ଷିଆ ଡିପ୍ଲୋମା ଇନ୍ ମେକାନିକାଲ ଅଟୋମୋବାଇଲ ଇଞ୍ଜିନିୟରିଂ କରିଥିଲେ ଆବେଦନ କରିପାରିବେ। ଆଉ ତାପରେ ଆପଣଙ୍କର ରହିଲା GI ଆପଣଙ୍କର ରହିଲା GI ଆପଣଙ୍କର ଟର୍ନର ରହିଲା। ତ ଏଇଠି ଦେଖିପାରୁଥିବେ ମେକାନିକାଲ ଇଞ୍ଜିନିୟରିଂ କରିଥିଲେ ଡିଗ୍ରୀ କରିଥିଲେ ଆବେଦନ କରିପାରିବେ। ତାର ଏଇଠି ଦେଖିପାରୁଥିବେ 3 ବର୍ଷର ଆପଣ ମେକାନିକାଲ ଇଞ୍ଜିନିୟରିଂ କରିଥିଲେ ଆବେଦନ, ଡିପ୍ଲୋମା ଇଞ୍ଜିନିୟରିଂ କରିଥିଲେ ଆବେଦନ କରିପାରିବେ। ଆଉ ତାପରେ ଆପଣଙ୍କର ରହିଲା GI ୱାୟାରମ୍ୟାନ ରହିଲା ଆପଣଙ୍କର ବ୍ୟାଚଲର ଭୋକେସନାଲ କିମ୍ବା ଆପଣଙ୍କର ଡିଗ୍ରୀ ଇନ୍ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ କରିଥିଲେ ଆବେଦନ କରିପାରିବେ। 3 ବର୍ଷର ଡିପ୍ଲୋମା ଇନ୍ ଇଲେକ୍ଟ୍ରିକାଲ ଆଣ୍ଡ ଇଲେକ୍ଟ୍ରୋନିକ୍ସରେ ଇଞ୍ଜିନିୟରିଂ କରିଥିଲେ ଆବେଦନ କରିପାରିବେ। ତାପରେ ଆପଣଙ୍କର ରହିଲା ୱେଲ୍ଡର ରହିଛି, ଆଉ ବ୍ୟାଚଲର ଭୋକେସନାଲ କରିଥିଲେ ଆବେଦନ କରିପାରିବେ। ଡିଗ୍ରୀ ଇନ୍ ମେକାନିକାଲ ଇଞ୍ଜିନିୟରିଂ ଆଉ ଅଟୋମୋବାଇଲ ପ୍ରଡକ୍ସନରେ ଇଞ୍ଜିନିୟରିଂ କରିଥିଲେ ଆବେଦନ କରିପାରିବେ। ଆଉ ତାପରେ ଆପଣଙ୍କର ରହିଲା 3 ବର୍ଷିଆ ଆପଣଙ୍କର ଡିପ୍ଲୋମା ଇଞ୍ଜିନିୟରିଂ ମେକାନିକାଲ ଅଟୋମୋବାଇଲ ପ୍ରଡକ୍ସନ କରିଥିଲେ ବି ଆବେଦନ କରିପାରିବେ। ଡିଗ୍ରୀ କିମ୍ବା ଆଉ ଆପଣଙ୍କର ରହିଲା ଡିପ୍ଲୋମା GI, ତାର ଏଇଠି ରହିଛି ଆପଣଙ୍କର ମେକାନିକାଲ ଡିଜେଲ ରହିଛି, ତାର ଏଇଠି ଦେଖିପାରୁଥିବେ ଆପଣଙ୍କର ବ୍ୟାଚଲର ଭୋକେସନାଲ ରହିଛି ଡିଗ୍ରୀ ଇନ୍ ମେକାନିକାଲ ଅଟୋମୋବାଇଲ ଇଞ୍ଜିନିୟରିଂ କରିଥିଲେ ଆବେଦନ କରିବେ। 3 ବର୍ଷିଆ ଆପଣଙ୍କର ଡିପ୍ଲୋମା କରିଥିଲେ ମେକାନିକାଲ ଅଟୋମୋବାଇଲରେ ଆବେଦନ କରିପାରିବେ। ତାପରେ ଆପଣଙ୍କର ରହିଛି GI ଆପଣଙ୍କର ମେକ୍ ଟ୍ରାକ୍ଟର ରହିଛି, ଆପଣଙ୍କ ମେକାନିକାଲ ଟ୍ରାକ୍ଟର। ଏଇଠି ଆପଣମାନେ ଡିଗ୍ରୀ ଇନ୍ ମେକାନିକାଲ ଅଟୋମୋବାଇଲ ଇଞ୍ଜିନିୟରିଂ କରିଥିଲେ ଆବେଦନ କରିପାରିବେ। ଏଇଠି ଆପଣଙ୍କର ରହିଛି 3 ବର୍ଷିଆ ଡିପ୍ଲୋମା ଆପଣଙ୍କର ମେକାନିକାଲ ଅଟୋମୋବାଇଲ ଇଞ୍ଜିନିୟରିଂ କରିଥିଲେ ଆବେଦନ କରିପାରିବେ। ତାପରେ ଆପଣଙ୍କର ରହିଛି GI ସୋଲାର ଟେକ୍ନିସିଆନ, ଆପଣଙ୍କର ଡିଗ୍ରୀ ଇନ୍ ଇଲେକ୍ଟ୍ରିକାଲ କରିଥିଲେ ଆବେଦନ କରିପାରିବେ। ତାର ଆପଣଙ୍କର 3 ବର୍ଷିଆ ଡିପ୍ଲୋମା କରିଥିଲେ ଆବେଦନ କରିପାରିବେ। ଆଉ କିପରି ଭାବରେ ଆବେଦନ କରିବେ ଚାଲନ୍ତୁ ଦେଖିବା। ଏଇଠି ଦେଖିପାରୁଥିବେ ବନ୍ଧୁଗଣ, ଏଇଠି ଦେଖିପାରୁଥିବେ 15/9/2025ରେ ଆପଣଙ୍କର ଇଣ୍ଟରଭ୍ୟୁ ରହୁଛି। ମଣ୍ଡେ 11ଟା ଆସିକି ଆପଣଙ୍କର ରହୁଛି ସିଲେକ୍ସନ୍ ଆପଣଙ୍କର ରହିବ ଏହି ସବୁ ପଦବୀ ପାଇଁ। ଆଉ
ଆପଣଙ୍କୁ ଦରମା ଆପଣଙ୍କର ଆୱାରଲି ଘଣ୍ଟା ଅନୁସାରେ ଆପଣଙ୍କୁ ମିଳିବ। ଆଉ ବର୍ତ୍ତମାନ ଯେଉଁମାନେ ଇଚ୍ଛୁକ ଅଛନ୍ତି ଏଇଠି ଦେଖିପାରୁଥିବେ ୱାଲ୍କ ଇନ୍ ଇଣ୍ଟରଭ୍ୟୁ, ଆପଣଙ୍କର ବାୟୋଡାଟା ସହିତ ଆପଣଙ୍କର ସବୁ ସାର୍ଟିଫିକେଟ୍ର ଜେରକ୍ସ କପି ଆଉ ଅରିଜିନାଲ୍ ସହିତ ଆପଣ ଏହି 15/9/2025ରେ ଆପଣ ପହଞ୍ଚିବାର ଅଛି ଏଇ ଆଡ୍ରେସରେ। ଦେଖିପାରୁଥିବେ ସରକାରୀ, ଆପଣମାନେ ଦେଖିପାରୁଥିବେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଭବାନୀପାଟଣା, ଜିଲ୍ଲା ରହିଛି କଳାହାଣ୍ଡି। ୟାର PDF ଟି କୋଉଠି ପାଇବେ ଚାଲନ୍ତୁ କହୁଛି। ଡିସ୍କ୍ରିପ୍ସନରେ ଲିଙ୍କ୍ ଅଛି ଟେଲିଗ୍ରାମ ଗ୍ରୁପ୍ର, ଆପଣ ସେଠି କ୍ଲିକ୍ କରି ବ୍ରଜେନ୍ଦ୍ର ସାର୍ ଅଫିସିଆଲ୍ ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେଇଯିବେ, କାରଣ ଆଗକୁ ଆସୁଥିବା ସମସ୍ତ ଭ୍ୟାକେନ୍ସିର ଏଠି PDF ଗୁଡ଼ିକ ପାଇବେ। ଆଉ ରହିଲା ଆପଣଙ୍କର ଯଦି ଆବେଦନ କରିବାକୁ ଚାହୁଁଛନ୍ତି ଏଠି PDF ଟି ଡାଉନଲୋଡ଼୍ କରି ଆବେଦନ କରିପାରିବେ। ଆଉ ଏବେ ଇଣ୍ଟରନେଟ୍ ବନ୍ଦ ଅଛି ବୋଲି ଏଠି ଶୋ କରୁନି। ଆଉ ବନ୍ଧୁଗଣ, ଯଦି ଆପଣଙ୍କୁ ଏଇ ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଲାଇକ୍ କରନ୍ତୁ, ସେୟାର ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ, ଆପଣଙ୍କ ମତାମତ କମେଣ୍ଟ ସେକ୍ସନରେ ଦିଅନ୍ତୁ। ଆଉ ଆପଣ ଏହି ଭିଡ଼ିଓ ଦେଖିଥିବାରୁ ଅଶେଷ ଅଶେଷ ଧନ୍ୟବାଦ। ଜୟ ଜଗନ୍ନାଥ।